ଆସୁଥିବା ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଏକ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆସନ୍ତୁ ଆଜି ମଧ୍ୟ ପରମେଶ୍ୱରଙ୍କ ବାକ୍ୟରୁ ଆମେ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ଅଳ୍ପ ସମୟ ଧ୍ୟାନ କରିବା। ଆଜି ଆମେ ଯେଉଁ ପ୍ରସଙ୍ଗରେ ଧ୍ୟାନ କରିବା ପାଇଁ ଯିବା, ସେହି ପ୍ରସଙ୍ଗର ଶୀର୍ଷକ ହେଲା କେଉଁମାନେ ବାକ୍ୟ ପ୍ରଚାର କରିବା ଉଚିତ ନୁହେଁ। ଆଜିର ପ୍ରସଙ୍ଗ ହେଲା କେଉଁମାନେ ପରମେଶ୍ୱରଙ୍କ ବାକ୍ୟ ପ୍ରଚାର କରିବା ଉଚିତ ନୁହେଁ। ଏହି ପ୍ରସଙ୍ଗରେ ଅଳ୍ପ ସମୟ ବାକ୍ୟରୁ ଆମେ କଥାବାର୍ତ୍ତା ହେବା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏହି ଦିନମାନଙ୍କରେ ଆପଣ ଦେଖିବେ ଆମ ଖ୍ରୀଷ୍ଟିଆନ ସମାଜର ଅନେକ ଭାଇ ଭଉଣୀମାନେ ସେମାନେ ପରମେଶ୍ୱରଙ୍କର ସୁସମାଚାରକୁ ପ୍ରଚାର କରୁଅଛନ୍ତି। ଅଫଲାଇନ୍ରେ ହେଉ ଅନଲାଇନ୍ ମାଧ୍ୟମରେ ହେଉ ଅନେକ ଭାଇ ଭଉଣୀମାନଙ୍କୁ ପରମେଶ୍ୱର ବ୍ୟବହାର କରୁଛନ୍ତି। ସେମାନେ ପ୍ରଭୁଙ୍କର ବାକ୍ୟକୁ ସୁନ୍ଦର ଭାବରେ ଅନ୍ୟମାନଙ୍କ ନିକଟରେ ମଣ୍ଡଳୀ ମଧ୍ୟରେ ସଭା ସମିତିରେ ସେମାନେ କ'ଣ କରୁଛନ୍ତି, ପ୍ରଚାର କରୁଅଛନ୍ତି। ଆଉ ସେମାନଙ୍କ ଶିକ୍ଷା ଦ୍ୱାରା ଅନେକ ଭାଇ ଭଉଣୀମାନେ ଉପକୃତ ହେଉଛନ୍ତି, ମନ ଫେରାଉଛନ୍ତି, ପ୍ରଭୁଙ୍କ ପ୍ରତି ଫେରୁଛନ୍ତି। ସେଥିପାଇଁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଆଜି ପରମେଶ୍ୱରଙ୍କ ବାକ୍ୟରୁ ମୁଁ ଆପଣମାନଙ୍କୁ ଅଳ୍ପ କିଛି କଥା କହି ଉତ୍ସାହିତ କରିବା ପାଇଁ ଚାହେଁ, ପରାମର୍ଶ ଦେବା ପାଇଁ ଚାହେଁ ଯେ କେଉଁମାନେ ପରମେଶ୍ୱରଙ୍କ ବାକ୍ୟ ପ୍ରଚାର କରିବା ଉଚିତ ନୁହେଁ। ଦେଖନ୍ତୁ, ପରମେଶ୍ୱରଙ୍କ ବାକ୍ୟ ଯେ ସମସ୍ତେ ପ୍ରଚାର କରିଦେବା, ଆମେ ପାଠ ପଢ଼ିଛୁ ବୋଲି, ବାକ୍ୟ ଜାଣିଛୁ ବୋଲି ପ୍ରଚାର କରିଦେବା, ସେହିପରି ନୁହେଁ। କିନ୍ତୁ ପରମେଶ୍ୱରଙ୍କ ବାକ୍ୟ ଯେଉଁମାନେ ପ୍ରଚାରକ, ଯେଉଁମାନେ ଶିକ୍ଷକ, ସେମାନଙ୍କୁ ପରାମର୍ଶ ଦିଏ, ସେମାନଙ୍କୁ ଅନୁଯୋଗ କରେ ଯେ ବାସ୍ତବରେ କେଉଁମାନେ ବାକ୍ୟ ପ୍ରଚାର କରିବା କଥା, କେଉଁମାନେ ବାକ୍ୟ ପ୍ରଚାର କରିବା କଥା ନୁହେଁ। ଏହି ବିଷୟରେ ବାକ୍ୟ ଆମ୍ଭମାନଙ୍କୁ କ'ଣ କରେ। ଏହି ଦିନମାନଙ୍କରେ କେବଳ ସୁସମାଚାର ଯେ ସୁନ୍ଦର ଭାବରେ ପ୍ରଚାର କରୁଛନ୍ତି ତାହା ନୁହେଁ, ଅନେକଙ୍କଠାରୁ ଗୌରବ ପାଇବା ପାଇଁ, ସମାଜ ଆଗରେ ପ୍ରଶଂସା ପାଇବା ପାଇଁ ଅନେକ ଲୋକମାନେ କ'ଣ କରୁଛନ୍ତି, ନିଜର ପରାକ୍ରମରେ, ନିଜର କଳରେ, ନିଜର ବଳରେ, କୌଶଳରେ ସେମାନେ କ'ଣ କରନ୍ତି, ଅନେକ ଲୋକ ନିଜର ଗୌରବ ପାଇଁ, ନିଜର ପ୍ରଶଂସା ପାଇଁ ସେମାନେ ପ୍ରଭୁଙ୍କର ବାକ୍ୟକୁ ଛଳ ଭାବରେ ସେମାନେ କ'ଣ କରନ୍ତି, ବ୍ୟବହାର କରୁଅଛନ୍ତି। ଆପଣମାନେ ଦେଖିବେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେଉଁ ସମୟରେ ପୃଥିବୀ ପୃଷ୍ଠରେ ଥିଲେ, ସେହି ସମୟରେ ମଧ୍ୟ ସମାଜ ଆଗରେ ଗୌରବ ପ୍ରଶଂସା ପାଇବାର କେତେକ ଦଳ ଥିଲେ, କେତେକ ଲୋକମାନେ ଥିଲେ। ଯଦି ଆପଣ ପଢ଼ିବେ ଯେ ମାଥ୍ୟୁ ଲିଖିତ ସୁସମାଚାର 6 ଅଧ୍ୟାୟ 5 ପଦରେ ଲେଖାଯାଏ, ପ୍ରାର୍ଥନା କରିବା ସମୟରେ କପଟିମାନଙ୍କ ପରି ହୁଅ ନାହିଁ, କାରଣ ସେମାନେ ଲୋକ ଦେଖାଇବା ପାଇଁ ସମାଜ ଗୃହ ଓ ଛକ କଣରେ ଠିଆ ହୋଇ ପ୍ରାର୍ଥନା କରିବାକୁ ଭଲ ପାଆନ୍ତି। ସେହିପରି ଆପଣ ଦେଖିବେ ସେହି ଶାସ୍ତ୍ରୀ ଫାରୁସୀମାନେ ଦୀର୍ଘ ବସନ ପରିଧାନ କରୁଥିଲେ। ସେମାନଙ୍କୁ ପ୍ରଧାନ ଆସନ ଦରକାର, ସମାଜ ଆଗରେ ସେମାନେ ସମ୍ମୁଖରେ ଠିଆ ହେବାର ଅଛି, ଲୋକ ସେମାନଙ୍କ ପାଇଁ ତାଳି ମାରିବାର ଅଛି। ଆଉ ସେମାନେ ପ୍ରଚାର କରିବା ବଦଳରେ ସେମାନଙ୍କୁ ପ୍ରଚାରକ ହେବା ପସନ୍ଦ। ଏହି ପ୍ରକାର ଲୋକମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସମୟରେ ସେମାନେ ଥିଲେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ବାଇବେଲ ଆମ୍ଭମାନଙ୍କୁ ଶିକ୍ଷା ଦିଏ। ଆମ୍ଭେମାନେ ଗୋଟେ ଶିକ୍ଷକ ଭାବରେ, ପ୍ରଚାରକ ଭାବରେ ଏହା ଆମେ ଜାଣି ରଖିବା ଆବଶ୍ୟକ ରହିଛି ଯେ ପରମେଶ୍ୱର ଆମ୍ଭମାନଙ୍କୁ ସେ କ'ଣ କହନ୍ତି, କେଉଁମାନେ ପରମେଶ୍ୱରଙ୍କ ବାକ୍ୟକୁ ପ୍ରଚାର କରିବା ଉଚିତ ନୁହେଁ। ମୁଁ ଆପଣମାନଙ୍କ ନିକଟରେ ପୁରାତନ ନିୟମରୁ ଗୋଟେ ପଦ ଦେଖାଇବା ପାଇଁ ଚାହେଁ। ଆପଣମାନେ ଦେଖିବେ ଯେ ହିତୋପଦେଶ 13 ଅଧ୍ୟାୟ 17 ପଦରେ ଗୋଟେ ବାକ୍ୟ ଲେଖାଯାଏ, ଦୁଷ୍ଟ ବାର୍ତ୍ତାବାହକ ଆପଦରେ ପଡ଼େ, ମାତ୍ର ବିଶ୍ୱସ୍ତ ଦୂତ ସ୍ୱାସ୍ଥ୍ୟଜନକ। ପ୍ରଭୁଙ୍କ ନାମର ଗୌରବ ହେଉ। ଦୁଷ୍ଟ ବାର୍ତ୍ତାବାହକ କେଉଁଠାରେ ପଡ଼େ? ସେ ଆପଦରେ ପଡ଼େ। ଦୁଷ୍ଟ ବାର୍ତ୍ତାବାହକ ବୋଲି କହିଲେ ଯେ କି ସୁସମାଚାର ପ୍ରଚାର କରେ, ପ୍ରଭୁଙ୍କର ଶିକ୍ଷାକୁ ଅନ୍ୟମାନଙ୍କ ନିକଟରେ ପହଞ୍ଚାଏ, ସେ ହେଉଛନ୍ତି ବାର୍ତ୍ତାବାହକ। ଆଉ ସେହି ବାର୍ତ୍ତାବାହକ ଯଦି ଦୁଷ୍ଟ ହେଇଥିବେ ତାହେଲେ ସେ ଆପଦରେ ପଡ଼ିବା ପାଇଁ ସୁନିଶ୍ଚିତ ଅଟେ, କାରଣ ବାକ୍ୟ କହେ। ସେଥିପାଇଁ ଆମେ ବାର୍ତ୍ତାବାହକ ଭାବରେ, ଜଣେ ସୁସମାଚାର ପ୍ରଚାରକ ଭାବରେ, ଜଣେ ବାକ୍ୟରୁ ଶିକ୍ଷା ଦେବା ଜଣେ ଶିକ୍ଷକ ଭାବରେ, ସେହି ଶିକ୍ଷକ, ସେହି ପ୍ରଚାରକ ଦୁଷ୍ଟତାରୁ ମନ ଫେରାଇବା ଆବଶ୍ୟକ ରହିଛି। ଯେଉଁମାନେ କି ଦୁଷ୍ଟ, ଯେଉଁମାନେ ନିଜେ ବଦଳି ନାହାନ୍ତି, ନିଜେ ପରିବର୍ତ୍ତନ ହେଇନାହାନ୍ତି, ବାଇବେଲ ସେମାନଙ୍କୁ ବାକ୍ୟ ପ୍ରଚାର କରିବା ପାଇଁ ମନା କରେ। ଯଦି ଆପଣମାନେ ମାଥ୍ୟୁ ଲିଖିତ ସୁସମାଚାରକୁ ଆସିବେ, ମାଥ୍ୟୁ ଲିଖିତ ସୁସମାଚାରରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ଗୋଟେ କଥା କହିଲେ। ମାଥ୍ୟୁ ଲିଖିତ ସୁସମାଚାର ଆପଣମାନେ ମୋ ସହିତ 6 ଅଧ୍ୟାୟକୁ ଆସିବେ। ମାଥ୍ୟୁ ଲିଖିତ ସୁସମାଚାର 6 ଅଧ୍ୟାୟ ନୁହେଁ, 7 ଅଧ୍ୟାୟ।
ମାଥି ଲିଖିତ ସୁସମାଚାର 7 ଅଧ୍ୟାୟ ମୁଁ ଆପଣମାନଙ୍କ ନିମନ୍ତେ 3 ପଦରୁ 5 ପଦ ପର୍ଯ୍ୟନ୍ତ ପଢିବା ପାଇଁ ଚାହେଁ। ପ୍ରଭୁ ଯୀଶୁଖ୍ରୀଷ୍ଟ ତାଙ୍କର ପାର୍ବତ୍ୟ ଉପଦେଶର ଶେଷ ଅଧ୍ୟାୟରେ ସେ କହିଲେ କଣ ବୋଲି କହିଲେ, ଆଉ କାହିଁକି ତୁମ୍ଭ ଭାଇର ଆଖିରେ ଥିବା କୁଟାଟିକୁ ଦେଖୁଅଛ, କିନ୍ତୁ ତୁମ୍ଭ ନିଜ ଆଖିରେ ଯେଉଁ କଡ଼ିକାଠ ଅଛି ତାହା ଭାବି ଦେଖୁନାହ। 4 ପଦ, ଅଥବା ତୁମ୍ଭେ କିପରି ଆପଣା ଭାଇକି କହିବ, ଆସ ତୁମ୍ଭ ଆଖିରୁ କୁଟାଟିକୁ ବାହାର କରିଦିଏ, ଆଉ ଦେଖ ତୁମ୍ଭ ଆଖିରେ କଡ଼ିକାଠ ଅଛି। ରେ କପଟୀ, ଆଗେ ଆପଣା ଆଖିରୁ କଡ଼ିକାଠ ବାହାର କରି ପକାଅ, ତାହାପରେ ନିଜ ଭାଇର ଆଖିରୁ କୁଟାଟିକୁ ବାହାର କରିବା ନିମନ୍ତେ ସ୍ପଷ୍ଟ ରୂପେ ଦେଖିପାରିବ। ପ୍ରଭୁଙ୍କ ନାମର ଗୌରବ ହେଉ। ପ୍ରଭୁ ଯୀଶୁଖ୍ରୀଷ୍ଟ ମଧ୍ୟ ଏହି ପୃଥିବୀ ପୃଷ୍ଠରେ ଯେଉଁ ସମୟରେ ଥିଲେ ସେ ପ୍ରଥମରେ ସେ ଶିକ୍ଷା ଦେଲେ ନାହିଁ। ପ୍ରେରିତ 1 ଅଧ୍ୟାୟ 2 ପଦ ପଢିବେ, ସେଟା ଲେଖାଯାଏ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ସେ ପ୍ରଥମରେ ଶିକ୍ଷା ଦେଲେ ନାହିଁ, ପ୍ରଥମରେ ସେ କାର୍ଯ୍ୟ କରିବା ପାଇଁ ଆରମ୍ଭ କରି ସେ ଦ୍ୱିତୀୟରେ ଶିକ୍ଷା ଦେଲେ। ଆମେ ସେମାନେ ବାକ୍ୟ ପ୍ରଚାର କରିବା ଦରକାର, ସେମାନେ ପ୍ରଭୁଙ୍କର ବାକ୍ୟକୁ ଅନ୍ୟମାନଙ୍କ ନିକଟରେ ପହଞ୍ଚାଇବା ଦରକାର, ଯେଉଁମାନେ ପ୍ରଥମରେ ତାହାଙ୍କର ବାକ୍ୟକୁ ପାଳନ କରନ୍ତି, ଦୁଷ୍ଟତାରୁ ଫେରିଛନ୍ତି, ମନ ପରିବର୍ତ୍ତନ କରିଛନ୍ତି, ସେମାନଙ୍କର ପରିତ୍ରାଣ ହେଇଛି, ସେମାନେ ପ୍ରଭୁଙ୍କ ସହିତ ଗମନାଗମନ କରିଛନ୍ତି, ଯେ କି ପବିତ୍ର ଜୀବନ ଯାପନ କରୁଛନ୍ତି, ସେମାନେ ପ୍ରଭୁଙ୍କର ବାକ୍ୟ ପ୍ରଚାର କରିବା ଆବଶ୍ୟକ ରହିଛି। ଯୀଶୁଖ୍ରୀଷ୍ଟ କହିଲେ, ଅନ୍ଧ ଯେବେ ଅନ୍ଧକୁ ବାଟ କଢାଏ, 2 ଜଣ କଣ ଖାତରେ ପଡିବେ ନାହିଁ? ସେଥିପାଇଁ ଆମେ କଣ କରିବାକୁ ପଡିବ ଯେ ଆମେ ଆମର କୌଣସି ଦୋଷରେ ପାପରେ ଯଦି ଆମେ ଅଛୁ, ଭୁଲ ଭାବରେ ଅଛୁ, ଆମେ ସେଠରୁ ଆମର ମନକୁ କଣ କରିବାକୁ ପଡିବ, ମନ ପରିବର୍ତ୍ତନ କରିବା ପାଇଁ ପଡିବ। ପ୍ରଥମରେ ଆମକୁ ପରିବର୍ତ୍ତନ ହେବା ପାଇଁ ପଡିବ ଏବଂ ପ୍ରଭୁଙ୍କ ନିକଟରେ ତାହାଙ୍କର ଆଜ୍ଞାକାରୀ ହେଲା ପରେ ଆମେ ଦ୍ୱିତୀୟରେ ପ୍ରଭୁଙ୍କର ବାକ୍ୟକୁ ନେଇ ଅନ୍ୟମାନଙ୍କ ନିକଟରେ ଯିବାକୁ ପଡିବ। ଯଦି ଆପଣମାନେ ପଢିବେ ଏବ୍ରୀ ପୁସ୍ତକ 4 ଅଧ୍ୟାୟ 12 ପଦରେ ଲେଖାଯାଏ, କାରଣ ଈଶ୍ୱରଙ୍କ ବାକ୍ୟ ଜୀବନ୍ତ ଓ କାର୍ଯ୍ୟ ସାଧକ। ଦେଖନ୍ତୁ ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯେ ଈଶ୍ୱରଙ୍କର ବାକ୍ୟ କିପରି କାର୍ଯ୍ୟ ସାଧକ ବାକ୍ୟ। ଏହି ଈଶ୍ୱରଙ୍କ ବାକ୍ୟ ଯଦି ଯାହା ଜୀବନରେ କାର୍ଯ୍ୟ କରିନାହିଁ, କାର୍ଯ୍ୟକାରୀ ହେଇନାହିଁ, ସେଇ ବାକ୍ୟ ଦ୍ୱାରା ଆମ ଜୀବନ ଯଦି ବଦଳି ନାହିଁ, ଆମ ପରିବାର ବଦଳି ନାହିଁ, ତାହେଲେ ଆମେ ପରମେଶ୍ୱରଙ୍କର ବାକ୍ୟ ପ୍ରଚାର କରିବା ଉଚିତ ନୁହେଁ। ପରମେଶ୍ୱରଙ୍କର ବାକ୍ୟ ପ୍ରଚାର କରିବା ଉଚିତ ନୁହେଁ। ସେଥିପାଇଁ ଲେଖାଗଲା ଯେ ଦୁଷ୍ଟ ବାର୍ତ୍ତାବାହକ ଆପଦରେ ପଡେ। ଦୁଷ୍ଟ ଲୋକମାନେ, ମନ ପରିବର୍ତ୍ତନ କରିନଥିବା ଲୋକମାନେ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରିବା ଉଚିତ ନୁହେଁ। ଆଜି ଅନେକ ଅଛନ୍ତି, ସେମାନେ ମଦ୍ୟପାନ କର ନାହିଁ ବୋଲି ଶିକ୍ଷା ଦିଅନ୍ତି, କିନ୍ତୁ ନିଜେ ସେମାନେ ମଦ୍ୟପାନ କରନ୍ତି। ବାକ୍ୟ କହେ, ଆପଣ ପ୍ରଥମ ତିମୋଥୀ 3 ଅଧ୍ୟାୟ ପଢିବେ, କେହି ଯେବେ ଆପଣା ପରିବାରକୁ ଶାସନ କରିବା ପାଇଁ ଜାଣେ ନାହିଁ, ତାହେଲେ ସେ କିପରି ଈଶ୍ୱରଙ୍କ ମଣ୍ଡଳୀର ତତ୍ତ୍ୱ ନେବ? ସେ ପରମେଶ୍ୱରଙ୍କ ଲୋକମାନଙ୍କୁ କଣ ଶିଖାଇବ? ଏହା ମୁଁ କହୁନାହିଁ, ବାକ୍ୟ କହେ। ପରମେଶ୍ୱର ଆମମାନଙ୍କୁ ଦୟା କରନ୍ତୁ, ଆମେ ସେହି ଜଣେ ପ୍ରକୃତ ପ୍ରଚାରକ ହେବା, ଆମେ ବାକ୍ୟ ଅନୁସାରେ ଆମେ ଜଣେ ଶିକ୍ଷକ ହେବା, ଆମେ ଜଣେ ବାର୍ତ୍ତାବାହକ ହେବା। ଏହା ପରମେଶ୍ୱର ଇଚ୍ଛା କରନ୍ତି। ପରମେଶ୍ୱର ଏହି ବାକ୍ୟ ଦେଇ ଆମ ସମସ୍ତଙ୍କୁ ପ୍ରଚୁର ଭାବରେ